ଅଶୀ ପର୍ବତ 90 ଖୋଲ ତା ମଧ୍ୟରେ ରହିଛି ସିଦ୍ଧ ବୃଦ୍ଧ ଖୋଲ। ତେବେ ଏହି ପର୍ଯ୍ୟଟନ କ୍ଷେତ୍ରଟି ପ୍ରାକୃତିକ ପରିବେଶରେ ଭରପୁର, ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠୁଛି ପ୍ରତିବର୍ଷ ଏହି ଶୈବପୀଠ। ଶ୍ରାବଣ ମାସ ଆସିଲା ମାତ୍ରେ କାଉଡ଼ିଆଙ୍କ ନାଇଁ ନଥିବା ଭିଡ଼ ପରିଲକ୍ଷିତ ହେଉଛି। ତେବେ ଆଜି ହେଉଛି ପଞ୍ଚମ ସୋମବାର। ପଞ୍ଚମ ସୋମବାର ଅବସରରେ ବହୁ ଦୂର ଦୂରାନ୍ତର କାଉଡ଼ିଆ ମାନେ ଜଳଭାର ନେଇ ଆସିଛନ୍ତି। ତେବେ ଆସନ୍ତୁ ଏ ସଂକ୍ରାନ୍ତରେ ଅଧିକ ଆଲୋଚନା କରିବା କାଉଡ଼ିଆ ମାନଙ୍କ ସହିତ। ସୀମାଞ୍ଚଳ ସୀମାଞ୍ଚଳ ଗୌଡ଼ କୋଉଠୁ ଆସିଲେ ଆପଣ? ମାଧବୀଡ଼ାରେ ଆସୁ। କେତେ ବର୍ଷ ହେଲା ଆପଣ ଏଇ କାଉଡି ଯାତ୍ରା ନା ଏ ବର୍ଷ ଆମର ଷ୍ଟାର୍ଟ ହେଲା। କୋଉଠି ଯାଉଛନ୍ତି? ବୁଦ୍ଧ ଗଲ ଆପଣ ପାଦରେ ଚାଲି ଚାଲି ଯାଉଛନ୍ତି, ଆପଣଙ୍କୁ କିଛି ଅସୁବିଧା ହେଇଛି? ନାଇଁ ଅସୁବିଧା କିଛି ନାହିଁ, ଅସୁବିଧା କିଛି ନାହିଁ ହେଲା ଆମର ଗୌଡ଼। କୋଉ ଆସନ୍ତି? ବର୍ତ୍ତମାନ ମାଧବୀଡ଼ାରେ ପଢ଼ୁଥିଲୁ। ଆପଣ କାଉଡ଼ିରେ ଜଳଭାର ନେଇ ଯାଉଛନ୍ତି, କୋଉଠି ଯାଉଛନ୍ତି? କେତେ ବର୍ଷ ଆସିଲେଣି? ନାଇଁ ଏଇଟା ପ୍ରଥମ ଥର ଆମେ ଯାଉଛୁ ବୃଦ୍ଧ ଗଲ। ଆଜ୍ଞା, କଣ ନୀତିଗଞ୍ଜ ରହିଛି? ନୀତି ନିୟମ ବୋଲି କହିଲେ ୟାର ତ ଏମିତି ମାନସିକ ଥାଇକି ଯାଉଛନ୍ତି, ନାହିଁ ତ ନିଜେ ଇଚ୍ଛାରେ ମଧ୍ୟ ଯାହାକୁ ଇଚ୍ଛା ହେଲା ସେମାନେ ଯାଉଛନ୍ତି। ତେବେ ଆପଣ କେମିତି ଯାଉଛନ୍ତି ଏବେ? ଆପଣଙ୍କର କଣ ମାନସିକ ଅଛି? ନାଇଁ ମାନସିକ ନାହିଁ, ବାସ୍ ଏମିତି। ଆଚ୍ଛା, ବର୍ତ୍ତମାନ ଆପଣ ଖାଲି ପାଦରେ ଯାଉଛନ୍ତି, କିଛି ଆପଣଙ୍କୁ ଅସୁବିଧା ହଉଛି? ହଁ ଅସୁବିଧା ଲାଗୁଛି ଟିକେ। ଆଗରୁ କେବେ ବୁଦ୍ଧ କଳ ଆସିଥିଲେ ଆପଣ? ହଁ ଆସିଥିଲୁ ବୋଧେ। କେମିତି ଲାଗୁଛି? ନାଇଁ ଭଲ ଲାଗୁଛି। ଆଜ୍ଞା, ଯୋଭଳି ଭାବେ କାଉଡ଼ିଆ ମାନ ପ୍ରତିକ୍ରିୟା ରହିଥିଲା, ବହୁ ନିଷ୍ଠାର ସହ ଜଳଭାର ଉଠାଇ ଆଣିଛନ୍ତି ବିଭିନ୍ନ ନଦୀ ତଟରୁ ଏବଂ ବୃଦ୍ଧକଲ ଶୈବପୀଠରେ ବର୍ତ୍ତମାନ ପହଞ୍ଚିବେ ଏବଂ ପ୍ରଶାସନ ପକ୍ଷରୁ କୁହନ୍ତୁ, କମିଟି ପକ୍ଷରୁ କୁହନ୍ତୁ, ବ୍ୟାପକ ବ୍ୟବସ୍ଥା ମଧ୍ୟ କାଉଡ଼ିଆ ମାନଙ୍କ ପାଇଁ କରାଯାଇଥିବା ବେଳେ ମେଡିକାଲ ପକ୍ଷରୁ ମଧ୍ୟ ପ୍ରାଥମିକ ଚିକିତ୍ସା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ଦେଖାଯାଇଛି। ଗଞ୍ଜାମ ବୁଗୁଡ଼ା ରବି ମିଶ୍ର, ନକ୍ଷତ୍ର ନ୍ୟୁଜ୍।